ବନ୍ୟାରେ ଭଦ୍ରକ ଜିଲ୍ଲା ବ୍ୟାପକ କ୍ଷୟକ୍ଷତି ହେଇଛି। ଆଉ ଭଦ୍ରକ ଜିଲ୍ଲାରେ ଯେଉଁ ଫସଲ ନଷ୍ଟ ହେଇଛି ତା ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ତେଣୁ ଏକୁ ପୁଣି ପୂର୍ବ ସ୍ଥିତିକୁ ଚାଷୀକୁ ଆଣିବା ପାଇଁ ଏପାଇଁ ସରକାର ଚିନ୍ତିତ ଅଛନ୍ତି। ସରକାର ମଧ୍ୟ ଚିନ୍ତା କରୁଛନ୍ତି କେମିତି ଫସଲ 100% ଉଜୁଡ଼ି ଯାଇଛି ବନ୍ୟାରେ ତାକୁ ରିଭାଇଭ୍ କେମିତି କରାଯିବ। ସବୁଠୁ ବ୍ୟାପକ କ୍ଷତି ଚାଷୀଙ୍କ ପାଇଁ ସବୁଠୁ ବଡ଼ କ୍ଷୟକ୍ଷତି ହେଇଛି। ତେଣୁ ୟା ପାଇଁ ସରକାର ଗୋଟେ ଟିମ୍ କରିଛନ୍ତି। 3 ଦିନ ସମୟ ଦେଇଛନ୍ତି ପ୍ରଶାସନ। 3 ଦିନ ଭିତରେ ତଦନ୍ତ ଏମାନେ ଅନୁଧ୍ୟାନ କଲା ପରେ ଯେଉଁ ରିପୋର୍ଟ ଦେବେ ତାପରେ ସରକାର ତା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କେମିତି ଚାଷ ରିଭାଇଭ୍ ହେବ, ରାସ୍ତାଘାଟ ରେଷ୍ଟୋରେସନ୍ ହେବ, ଗୋରୁ ଗାଈଙ୍କୁ ତ ବ୍ୟାପକ ପରିମାଣରେ ତାଙ୍କୁ ବର୍ତ୍ତମାନ ମାନେ ଓମଫେଡ୍ର ଖାଦ୍ୟ ଯୋଗାଇ ଦିଆହେଇଛି। ଯଦି ଆହୁରି ଦରକାର ହେବ ଆହୁରି ଦିଆଯିବ। ରିଲିଫ୍ ସବୁ ଗାଁରେ ପ୍ରାୟ ରନ୍ଧା ଖାଦ୍ୟ ଦିଆଯାଉଛି, ଚୁଡ଼ା ଦିଆଯାଉଛି, ବିସ୍କୁଟ୍ ଦିଆଯାଉଛି, ବିଭିନ୍ନ ସବୁ ପ୍ରକାର ସାହାଯ୍ୟ ସହଯୋଗ ଅଛି। ସବୁ ଗାଁରେ ପଚାରି ବୁଝି ସାରିଲେଣି। ସବୁ ଲୋକଙ୍କ ପ୍ରତିଦିନ ଯେଉଁ ବ୍ୟବସ୍ଥା ବହୁତ ମାନେ ଯେମିତି ସିଷ୍ଟମେଟିକ୍ ହେବା କଥା। ଆଉ ବନ୍ୟା ସମୟରେ ତାକୁ ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାହେଇଛି। କିନ୍ତୁ ଯେଉଁ କ୍ଷୟକ୍ଷତି ହେଇଛି ତାର ଆକଳନ କରାହେଉଛି ଏବଂ ତାକୁ ପୁରା ଆଗାମୀ ଖରିଫ ପାଇଁ କ'ଣ କରାଯିବ, ଡାଳୁଅ ପାଇଁ କ'ଣ କରାଯିବ, ରବି ଫସଲ ପାଇଁ କ'ଣ କରାଯିବ, ପନିପରିବା ପାଇଁ କ'ଣ କରାଯିବ, କ୍ୟାସ୍ କ୍ରପ୍ ପାଇଁ କ'ଣ କରାଯିବ ଏବଂ ଆଗାମୀ ଏ ଯେଉଁ ଇମିଡ଼ିଏଟଲି ଯେଉଁ ହେଇଛି ତାକୁ ରେଷ୍ଟୋରେସନ୍ ଇମିଡ଼ିଏଟ୍ କେମିତି କରାଯିବ ତା ପାଇଁ ଚର୍ଚ୍ଚା ଆଲୋଚନା ଚାଲିଛି ଏବଂ ସ୍ଥାନୀୟ ସ୍ତରରେ ଯେଉଁଟା କରୁଛନ୍ତି ଗଭର୍ଣ୍ଣମେଣ୍ଟ ପ୍ୟାକେଜ୍ ପରେ ଆହୁରି ବ୍ୟାପକ ଭାବରେ କରାଯିବ। ଯେଉଁ ପାଣି ଯେଉଁଠି ରିସିଟ୍ କରୁଛି କମୁଛି ପାଣି ସେଠି ଆଜି ତାଙ୍କର ଟିମ୍ ଗୋଟେ ଟିମ୍ 50ଟା ଟ୍ୟୁବକୁ ବିଶୋଧନ କରୁଛନ୍ତି। ଯେଉଁଥିପାଇଁ ଆଉ କୌଣସି ଜ୍ୱର, ଝାଡ଼ା, ବାନ୍ତି ଅନ୍ୟାନ୍ୟ ଯେଉଁ ଆଶଙ୍କା ପାଣିର ବିଶୋଧନ କଲା ପରେ ଏଇଟା ଏ ସିଷ୍ଟମ୍କୁ ଆମେ ଡେଭଲପ୍ 1999 ମସିହାରୁ ଓଡ଼ିଶାର ସରକାର କରିଛନ୍ତି ଏବଂ ଏଟାକୁ ଏ ସିଷ୍ଟମ୍ ହେଉଛି ଇଣ୍ଡିଆର ବେଷ୍ଟ ସିଷ୍ଟମ୍ ସବୁଠୁ। ତେଣୁ କୌଣସି ଜାଗାରେ ହଇଜା ନ ଲାଗୁ ତା ପାଇଁ ସବୁ ପ୍ରିଭେଣ୍ଟିଭ୍ ମେଜର୍ ଦୃଷ୍ଟିରୁ ଟ୍ୟୁବଲ୍ ବିଶୋଧନ କରୁଛୁ। ଆଜି ମୁଁ ଦେଖୁଥିଲି ବୁଲିଲା ବେଳେ ବାରସର ଗୋବିନ୍ଦପୁର ସେମାନେ ଟ୍ୟୁବଲ୍ ବିଶୋଧନରେ ତାଙ୍କର ଚିଫ୍ ଇଞ୍ଜିନିୟର EIC ତାଙ୍କ ସେକ୍ରେଟାରୀ ପର୍ଯ୍ୟନ୍ତ ସମସ୍ତେ ଟିମ୍ ବୁଲୁଛନ୍ତି। ଆଜି ସେ କାର୍ଯ୍ୟରେ ଲାଗିଛନ୍ତି ସବୁ। ସେମାନେ ଆଜି ରାତି ସୁଦ୍ଧା ସବୁ ଟ୍ୟୁବଲ୍ ବିଶୋଧନ କରିଦେବେ। ଯେଉଁଠି ପାଣି କମିବ ପୁଣି ସେଠି କାଲି କରିବେ। ପାଣି କମି ଗଲେ ଯେଉଁ ଜାଗାରେ ପାଣି କମିବ ଇମିଡ଼ିଏଟଲି ତାକୁ ବିଶୋଧନ ନ କଲେ ସେ ପାଣି ୟୁଜ୍ ହେଇଗଲେ ପୁଣି ଲୋକ ରୋଗାଗ୍ରସ୍ତ ହେବାର ସମ୍ଭାବନା ଅଛି। ବ୍ୟାପକ ଔଷଧର ବ୍ୟବସ୍ଥା କରାହେଇଛି। ଜ୍ୱର କେଉଁଠି ଛୋଟ ମୋଟ ଥଣ୍ଡା ଜ୍ୱର ଏସବୁ ତା ପାଇଁ ବ୍ୟାପକ ବ୍ୟବସ୍ଥା କରାହେଇଛି। ସାପ ଔଷଧ ବ୍ୟାପକ ଭାବରେ ରଖାହେଇଛି। ସାପ ଇଞ୍ଜେକ୍ସନ୍ ସବୁ କାରଣ ବନ୍ୟା ଛାଡ଼ିବା ମାତ୍ରେ ବନ୍ୟାରେ ତ ବହୁତ ସାପ ଆସନ୍ତି ତାକୁ ଆଶଙ୍କା କରି ସବୁ କରାହେଇଛି। ସବୁ ଏ ମେଜର୍ ସବୁ ନିଆହେଇଛି। କୌଣସି ମେଜର୍ସରେ ବାକି ନାହିଁ ଏବଂ ସବୁକୁ ପୁଣି କୌଣସି ଜିନିଷର ଅଭାବ କରାହେଇନି। ସବୁ ପ୍ରକାର ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଏବଂ କାର୍ଯ୍ୟକର୍ତ୍ତା ଦିନ ରାତି ଲାଗିଛନ୍ତି କାମରେ। ଯେଉଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଓଡ଼ିଶାର ଉପକୂଳବର୍ତ୍ତୀ ଅନେକ ଜିଲ୍ଲା ଏଥିରେ ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାର 5ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଅନେକ ନିର୍ବାଚନ ମଣ୍ଡଳୀରେ ଜଳ ସ୍ତର ହ୍ରାସ ପାଇଛି କିନ୍ତୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ମଧ୍ୟ ବନ୍ୟା ପରିସ୍ଥିତି ବଜାୟ ରହିଛି। ଅନେକ ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ଜଳବନ୍ଦୀ ହୋଇ ଅଛନ୍ତି। ଆଜି ମାନ୍ୟବର ରାଜ୍ୟ ସଭାପତିଙ୍କର ଆଜି ଚାନ୍ଦବାଲି ଗସ୍ତରେ ଆଜି ଅନେକ ଅଞ୍ଚଳକୁ ଆମେ ଯାଉଛୁ। ଲୋକମାନଙ୍କୁ ଯେଉଁ ସରକାରଙ୍କ ଦ୍ୱାରା ଯେଉଁ ସାହାଯ୍ୟ ସୁବିଧା ମିଳୁଛି ସେଗୁଡ଼ିକ ଠିକ୍ ରୂପେ ଲୋକମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ ସାଧାରଣ ଲୋକଙ୍କ ପାଇଁ ତାହାକୁ ତଦାରଖ କରିବା ପାଇଁ ଆଜି ନିଜେ ରାଜ୍ୟ ସଭାପତି ଆଜି ଚାନ୍ଦବାଲି ଆସିଛନ୍ତି। ନିଶ୍ଚିନ୍ତ ଆମେ ଅନେକ ଜାଗା ଦେଖିଲୁ ଏବଂ ଯେଉଁ ଶୁଖିଲା ଖାଦ୍ୟ ହେଉ କିମ୍ବା ରନ୍ଧା ଖାଦ୍ୟ ହେଉ କିମ୍ବା ଆପଣଙ୍କର ଗୋଖାଦ୍ୟ ହେଉ ଏବଂ ରାଜ୍ୟ ସଭାପତି ମଧ୍ୟ ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେତେ ଆପଣଙ୍କର ଯେଉଁ ନଳକୂପ ଗୁଡ଼ିକ ଅଛି ସେଗୁଡ଼ିକ କାରଣ ଜଳର ସ୍ତର ହ୍ରାସ ପରେ ସାଧାରଣତଃ ଝାଡ଼ା ବାନ୍ତି ବ୍ୟାପିଥାଏ। ତେଣୁ ନଳକୂପ ଗୁଡ଼ିକ ମଧ୍ୟ ବିଶୁଦ୍ଧ କରିବା ପାଇଁ ରାଜ୍ୟ ସଭାପତି ନିର୍ଦ୍ଦେଶ ଦେଇଛନ୍ତି ଏବଂ ମୁଁ ଭାବୁଛି ଆଉ 1-2 ଦିନ ପରେ
निश्चिंत ये जलर स्तर ह्रास पाइब एवं सरकार मध्य घोषणा कर सारी जिते क्षयक्षति होती रास्ता हो घर हो स्कूल हो मंदिर हो सबुगुड़ सठिक आकलन करी तार मध्य किपरि पुनर्निर्माण करिवो ता पई मध्य योजना अछि।